ମକର ରାଶି 2025 ମସିହା ଅଗଷ୍ଟ ମାସର ମାସିକ ରାଶିଫଳ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ ଅଗଷ୍ଟ ମାସରେ ମକର ରାଶିର କର୍ମକ୍ଷେତ୍ର ବା କ୍ୟାରିୟର କଥା ଆଲୋଚନା କଲେ ଜଣାଯାଏ, ଏ ମାସରେ ମକର ରାଶିର କର୍ମକ୍ଷେତ୍ରର ଅଧିପତି ଶୁକ୍ର ମକର ରାଶିର ଷଷ୍ଠ ଭାବ ମିଥୁନ ରାଶିରେ ବୃହସ୍ପତିଙ୍କ ସହିତ ଅବସ୍ଥାନ କରିବେ ଏବଂ ବୃହସ୍ପତିଙ୍କର ଦୃଷ୍ଟି ମକର ରାଶିର କର୍ମକ୍ଷେତ୍ର ଉପରେ ରହିଥିବାରୁ ଚାକିରି କରୁଥିବା ମକର ରାଶିଜାତ ବ୍ୟକ୍ତି ଚାକିରି କ୍ଷେତ୍ରରେ ବିଶେଷ ଶୁଭଫଳ ପାଇପାରିବେ। ଅଫିସରେ କାର୍ଯ୍ୟ କରୁଥିବା ସହକର୍ମୀମାନେ ସହଯୋଗ ପ୍ରଦାନ କଲେ ମଧ୍ୟ ସାମାନ୍ୟ ଈର୍ଷାନ୍ୱିତ ରହିବେ ଏବଂ କର୍ମକ୍ଷେତ୍ରରେ ଏକ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତାମୂଳକ ବାତାବରଣ ଲାଗି ରହିବ। ବିଶେଷ କରି ଶିକ୍ଷା କ୍ଷେତ୍ରରେ ରହିଥିବା ମକର ରାଶିଜାତ ବ୍ୟକ୍ତି ଛାତ୍ରଛାତ୍ରୀମାନଙ୍କର ପ୍ରିୟଭାଜନ ହେବେ, କିନ୍ତୁ ସମାନ୍ତରାଳ ଭାବେ ସହକର୍ମୀମାନଙ୍କର ଚକ୍ଷୁଶୂଳ ମଧ୍ୟ ହେବେ। କର୍ମକ୍ଷେତ୍ରରେ ସମ୍ମାନିତ ହେବାର ଯୋଗ ରହିଅଛି। ପୁନଶ୍ଚ ଏହି ସମୟରେ କ୍ୟାରିୟର ଆରମ୍ଭ କରିବା ପାଇଁ ଚାହୁଁଥିବା ମକର ରାଶିଜାତ ବ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ ରହିଛି। ନିଜସ୍ୱ ଉଦ୍ୟୋଗରେ ନୂତନ କର୍ମାରମ୍ଭ କରିପାରନ୍ତି। ବାଣିଜ୍ୟ ବେପାରରେ ସମ୍ପୃକ୍ତ ଥିବା ମକର ରାଶିଜାତ ବ୍ୟକ୍ତି ମାସର ପ୍ରଥମାର୍ଦ୍ଧରେ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଅଗଷ୍ଟ 21 ତାରିଖ ପରେ ଶୁକ୍ର ମକର ରାଶିର ସପ୍ତମ ଭାବ କର୍କଟ ରାଶିରେ ପ୍ରବେଶ କଲେ ଧୀମା ଗତିରେ ଚାଲୁଥିବା ବାଣିଜ୍ୟ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ମିତ୍ରମାନଙ୍କ ସହଯୋଗ ବ୍ୟବସାୟକୁ ବିସ୍ତାର କରିବାରେ ସାହାଯ୍ୟ କରିବ। ବେପାର ଉଦ୍ଦେଶ୍ୟରେ ଯାତ୍ରା କରିବାକୁ ପଡ଼ିପାରେ। ସୌଖିନ ଜିନିଷ, କପଡ଼ା ବା ଗାର୍ମେଣ୍ଟ ବ୍ୟବସାୟ ଏବଂ ଲେଡିଜ୍ ଆଇଟମକୁ ନେଇ ବେପାର କରୁଥିବା ମକର ରାଶିଜାତ ବ୍ୟକ୍ତି ଏ ମାସରେ ଏସବୁ ବ୍ୟବସାୟରୁ ବିଶେଷ ଭାବେ ଲାଭ କମାଇ ପାରିବେ। ଅଗଷ୍ଟ ମାସରେ ମକର ରାଶିଜାତ ବ୍ୟକ୍ତିଙ୍କର ଆର୍ଥିକ ଅବସ୍ଥାକୁ ଅନୁଧ୍ୟାନ କଲେ ଜଣାଯାଏ, ଏ ମାସରେ ମକର ରାଶିର ଧନସ୍ଥାନର ଅଧିପତି ଶନି ତୃତୀୟ ପରାକ୍ରମ ଭାବରେ ରହିଥିବାରୁ ମକର ରାଶିଜାତ ବ୍ୟକ୍ତି ନିଜ ପରାକ୍ରମରେ ଧନ ଉପାର୍ଜନ କରିବାକୁ ସକ୍ଷମ ହେବେ। ସଞ୍ଚିତ ଅର୍ଥର ପରିମାଣ ବୃଦ୍ଧି କରିପାରିବେ। ମକର ରାଶିର ଆୟଭାବର ଅଧିପତି ମଙ୍ଗଳ ଓ ମକର ରାଶିର ଅଧିପତି ଶନି ପରସ୍ପର ଉପରକୁ ଦୃଷ୍ଟିପାତ କରୁଥିବାରୁ ମାସର ପ୍ରଥମାର୍ଦ୍ଧରେ ଲାଭ ପାଇବାରେ ବିଳମ୍ବ ଦେଖାଯିବ। ଦ୍ୱିତୀୟ ଧନ ଭାବରେ ଅବସ୍ଥିତ ରାହୁ ମଧ୍ୟ ଏଥିପାଇଁ ଦାୟୀ ରହିବେ। କିନ୍ତୁ ଧନସ୍ଥାନ ଉପରକୁ ଧନକାରକ ଗ୍ରହ ବୃହସ୍ପତିଙ୍କର ଦୃଷ୍ଟି ରହୁଥିବାରୁ ବିଳମ୍ବ ହେଉ ପଛେ ଧନଭାବର ବୃଦ୍ଧି ଘଟିବ। ମାସର ଶେଷ ଭାଗରେ ବର୍ତ୍ତମାନ ଆର୍ଥିକ ସଂସ୍ଥା ଯଥା ସେୟାର ମାର୍କେଟ, ମ୍ୟୁଚୁଆଲ ଫଣ୍ଡ, ଇନ୍ସୁରାନ୍ସ, ବ୍ୟାଙ୍କ ପ୍ରଭୃତି କ୍ଷେତ୍ରରେ ଆଖିଦୃଶିଆ ପରିମାଣରେ ଅର୍ଥ ସଞ୍ଚୟ କରି ରଖିପାରିବେ। ଅବଶ୍ୟ ମକର ରାଶିଜାତ ବ୍ୟକ୍ତି ଏ ମାସରେ ବ୍ୟବସାୟର ଅଭିବୃଦ୍ଧି ପାଇଁ ବ୍ୟାଙ୍କ ଲୋନ୍ କରିପାରନ୍ତି। କିନ୍ତୁ ମୋଟ ଉପରେ କହିବାକୁ ଗଲେ ଅଗଷ୍ଟ ମାସରେ ମକର ରାଶିଜାତ ବ୍ୟକ୍ତିଙ୍କର ଆର୍ଥିକ ଅବସ୍ଥା ବେଶ ସ୍ୱଚ୍ଛଳ ରହିବ। ଅଗଷ୍ଟ ମାସରେ ମକର ରାଶିର ପ୍ରେମ ଓ ପରିଣୟ ସମ୍ପର୍କରେ ଚିନ୍ତା କଲେ ଜଣାଯାଏ, ଏ ମାସଟି ଲଭ୍ ଲାଇଫରେ ଥିବା ବ୍ୟକ୍ତିଙ୍କ ପାଇଁ ଭଲରେ ଯିବ ନାହିଁ। ମକର ରାଶିର ପଞ୍ଚମ ପ୍ରେମ ଭାବର ଅଧିପତି ଓ ପ୍ରେମ ଭାବର କାରକ ଗ୍ରହ ଶୁକ୍ର ଅଗଷ୍ଟ ମାସର 21 ତାରିଖ ପର୍ଯ୍ୟନ୍ତ ମକର ରାଶିର
ଷଷ୍ଠ ଭାବରେ ଅବସ୍ଥାନ କରୁଥିବାରୁ ଏହି କ୍ଷେତ୍ରରେ ହାତେ ମାପି ଚାଖଣ୍ଡେ ଚାଲିବା ଠିକ୍ ହେବ। ଠିକ୍ ଭାବରେ ପାରସ୍ପରିକ ବୁଝାମଣା ନ ରଖିପାରିଲେ କଳି ଝଗଡ଼ା କରିବା ହିଁ ସାର ହେବ। ପୁଣି ମନ ମଧ୍ୟରେ ସନ୍ଦେହର ବୀଜ ଅଙ୍କୁରିତ ହୋଇପାରେ। ମକର ରାଶିର ଦ୍ୱିତୀୟ ବାକ୍ ଭାବରେ ଅବସ୍ଥାନ କରିଥିବା ରାହୁ କଥାବାର୍ତ୍ତାରେ ବିଭ୍ରାଟ ସୃଷ୍ଟି କରାଇବାର ସମ୍ଭାବନା ରହିଅଛି। ଅକସ୍ମାତ୍ କୌଣସି ଜଣେ ଷ୍ଟ୍ରେଞ୍ଜରଙ୍କ କଥାରେ ପ୍ରେମ ସମ୍ପର୍କଟିରେ ଫାଟ ଦେଖାଦେଇପାରେ। କିନ୍ତୁ ଅଗଷ୍ଟ ମାସ 21 ତାରିଖ ପରେ ଶୁକ୍ର ମକର ରାଶିର ସପ୍ତମ ଭାବରେ ପ୍ରବେଶ କଲେ ପ୍ରେମ ସମ୍ପର୍କରେ ଆସିଥିବା ତିକ୍ତତା ଦୂର ହୋଇଯିବ। ତା ସଙ୍ଗେ ସଙ୍ଗେ ପ୍ରେମ ବିବାହ କରିବାର ଯୋଜନା ମନ ମଧ୍ୟରେ ଉଙ୍କି ମାରିବ। ଅବିବାହିତ ରହିଥିବା ମକର ରାଶିର ପୁଅ ଓ ଝିଅମାନଙ୍କ ପାଇଁ ମାସର ଶେଷାର୍ଦ୍ଧରେ ଭଲ ଖବର ଆସିବ। ଅଗଷ୍ଟ ମାସରେ ମକର ରାଶିର ପାରିବାରିକ ଜୀବନ ବିଷୟ ଆଲୋଚନାକୁ ଆଣିଲେ ଜଣାଯାଏ ଯେ ମକର ରାଶିର ଦ୍ୱିତୀୟ ପରିବାର ସ୍ଥାନର ଅଧିପତି ଶନି ନିଜେ ମଧ୍ୟ ମକର ରାଶିର ଅଧିପତି ହୋଇ ତୃତୀୟ ପରାକ୍ରମ ଭାବରେ ଅବସ୍ଥାନ କରୁଥିବାରୁ ପାରିବାରିକ ବନ୍ଧନ ଅକ୍ଷୁଣ୍ଣ ରହିବ। ଭାଇ ଭଉଣୀଙ୍କ ମଧ୍ୟରେ ପାରସ୍ପରିକ ସ୍ନେହ ସଦିଚ୍ଛା ଲାଗି ରହିବ। କିନ୍ତୁ ଦ୍ୱିତୀୟ ସ୍ଥାନରେ ରହିଥିବା ରାହୁ କିଛିଟା ପାରିବାରିକ ସମସ୍ୟାର ସାମନା କରାଇପାରେ। ଅବଶ୍ୟ ବୃହସ୍ପତିଙ୍କର ନବମ ଅମୃତ ଦୃଷ୍ଟି ମକର ରାଶିର ପରିବାର ସ୍ଥାନ ଉପରେ ରହିଥିବାରୁ ବିଶେଷ କିଛି ଅଘଟଣ ଘଟିବ ନାହିଁ। ଦାମ୍ପତ୍ୟ ଜୀବନରେ ଖଟା ଓ ମିଠାର ସ୍ୱାଦ ଲାଗି ରହିବ। ମାସର ଶେଷ ଆଡ଼କୁ ସପରିବାର ତୀର୍ଥ ଭ୍ରମଣ ବା ଦେବଦର୍ଶନର ଯୋଗ ରହିଅଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଅଗଷ୍ଟ ମାସଟି ମକର ରାଶି ପାଇଁ ଅନୁକୂଳ ରହିବ। ରାଶି ଅଧିପତି ଶନି ପରାକ୍ରମ ଭାବରେ ଅବସ୍ଥାନ କରିଥିବାରୁ ସ୍ୱାସ୍ଥ୍ୟ ଉତ୍ତମ ରହିବ। ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ ନିଜ ରାଶି ସିଂହ ରାଶିରେ ପ୍ରବେଶ କଲେ ଋତୁ ପରିବର୍ତ୍ତନ ଜନିତ ସମସ୍ୟାର ସାମନା କରିପାରନ୍ତି। ସନ୍ତାନ ବର୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତିତ ରହିପାରନ୍ତି। ଏ ତ ଗଲା ମୋଟାମୋଟି ଭାବରେ ମକର ରାଶି ପାଇଁ ଅଗଷ୍ଟ ମାସର ମାସିକ ରାଶି ଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ଶନି ମହାଗ୍ରହଙ୍କର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ହନୁମାନ ଚାଳିସା ପାଠ କଲେ ବହୁତ ଗୁଡ଼ିଏ ସମସ୍ୟାର ସମାଧାନ ହୋଇଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଦୂର ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୁଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।